ଆଜି ଆମେ ଏକ ନୂଆ ଗପ ପଢ଼ିବା। ଗପର ନାମ ହେଉଛି ତିନୋଟି ବର। ହାରୁ ବୋଲି ଜଣେ ବାଳକ ଥିଲା। ତାର ନାକଟି ଛୋଟ ଓ ଚେପ୍ଟା ଥିଲା। ଏକା ବିଧବା ମା ଛଡ଼ା ସଂସାରରେ ତାର ନିଜର ବୋଲି କେହି ନଥିଲେ। ସେ ସବୁବେଳେ ପୁରୁଣା ଓ ମଇଳା ପୋଷାକ ପିନ୍ଧୁଥିଲା। ହାରୁ ଲେଖାପଢ଼ା ଅଳ୍ପ ଜାଣିଥିଲେ ମଧ୍ୟ ପରିଶ୍ରମୀ ଥିଲା। ସାରା ଦିନ ପରିଶ୍ରମ କରି ଯାହା ଉପାର୍ଜନ କରୁଥିଲା ସେଥିରେ ତାର ମା ଓ ସେ ଖୁସିରେ ଚଳି ଯାଉଥିଲେ। କିନ୍ତୁ ଗାଁର ପିଲାମାନେ ତାର ଅସୁନ୍ଦର ନାକ ପାଇଁ ତାକୁ ଚେପ୍ଟା ନାକା ବୋଲି ଚିଡ଼ାଉଥିଲେ। ସେଥିପାଇଁ ହାରୁ ଭାରି ଦୁଃଖିତ ଥିଲା। କ୍ରମେ ହାରୁ ଯୁବକ ହେଲା। ଯେଉଁଦିନ ହାରୁର ମାଆଙ୍କର ମୃତ୍ୟୁ ହେଲା ସେଦିନ ହାରୁ ମାଆଙ୍କ ମୃତଦେହ ନିକଟରେ କାନ୍ଦୁ କାନ୍ଦୁ କହିଲା, ମା, ତୁମେ ମୋତେ ଛାଡ଼ି ଚାଲିଗଲ। ମୁଁ ଅନାଥ ହୋଇଗଲି। ବର୍ତ୍ତମାନ ମୋତେ ଦେଖିବ କିଏ? ପଡ଼ୋଶୀମାନେ ହାରୁକୁ ସାନ୍ତ୍ୱନା ଦେଲେ। ଗ୍ରାମ ପ୍ରଧାନ ଅନ୍ୟମାନଙ୍କ ସହ ପରାମର୍ଶ କରି ହାରୁକୁ କହିଲେ, ଦେଖ ହାରୁ, ତୁମ ମା ମରିଗଲେ। ବର୍ତ୍ତମାନ ତୁମକୁ ଦେଖିବାକୁ କେହି ନାହିଁ। ଆମେ ଭାବୁଛୁ ତୁମେ ବିବାହ କଲେ ଭଲ ହେବ। ତୁମର ମତାମତ କ'ଣ? ବିବାହ କଥା ଶୁଣି ହାରୁକୁ ଲାଜ ମାଡ଼ିଲା। କିନ୍ତୁ ମନେ ମନେ ଖୁସି ହୋଇ ହାରୁ କହିଲା, ମୁଁ ଆସନ୍ତାକାଲି ଆପଣଙ୍କୁ ମୋର ମତାମତ ଜଣାଇବି। ଶ୍ମଶାନରେ ମାଆଙ୍କ ମୃତଦେହ ଦାହ କରି ହାରୁ ଘରକୁ ଫେରିଲା। ଘରେ ତାକୁ ଏକୁଟିଆ ଲାଗିଲା। ସେ ଭାବିଲା, ଗ୍ରାମ ପ୍ରଧାନ ଠିକ୍ କହିଛନ୍ତି, ମୋର ବିବାହ କରିବା ଉଚିତ। ବାରଣ୍ଡାରେ ବସି ଗାଲରେ ହାତ ଦେଇ ହାରୁ ବିବାହ କଥା ଚିନ୍ତା କରିବାକୁ ଲାଗିଲା। ପ୍ରଥମେ ହାରୁ ଭାବିଲା, ମୁଁ ଗୋଟିଏ ସୁନ୍ଦରୀ ଝିଅକୁ ବାହା ହେବି। ପରେ ପୁଣି ଭାବିଲା, ସୁନ୍ଦରୀ ଝିଅ ଯଦି ମୋର ଅସୁନ୍ଦର ଚେପ୍ଟା ନାକ ଦେଖି ଗାଁ ପିଲାଙ୍କ ପରି ହସେ। ବହୁତ ଭାବି ଶେଷରେ ସେ ଗୋଟିଏ ସିଦ୍ଧାନ୍ତରେ ପହଞ୍ଚିଲା। ପରଦିନ ଗ୍ରାମ ପ୍ରଧାନକୁ ଦେଖା କରି ହାରୁ କହିଲା, ମୁଁ ବାହା ହେବାକୁ ରାଜି, କିନ୍ତୁ ସେ ଝିଅର ନାକ ଚେପ୍ଟା ହୋଇଥିବା ଦରକାର। ଚେପ୍ଟା ନାକ ଥିବା ଝିଅ କାହିଁକି ତୁମର ପସନ୍ଦ? ହାରୁ ଗ୍ରାମ ପ୍ରଧାନ ପଚାରିଲେ। ହାରୁ କହିଲା, ସେ ଝିଅ କାଳେ ମୋର ଚେପ୍ଟା ନାକ ଦେଖି ଥଟ୍ଟା କରିବ, ସେଥିପାଇଁ। ଗ୍ରାମ ପ୍ରଧାନ ହସି ହସି କହିଲେ, ହଉ ହେଲା, ମୁଁ ଖୁସି ଯେ ତୁମେ ବାହା ହେବାକୁ ରାଜି ହୋଇଛ। ତୁମ ପସନ୍ଦର ଝିଅ ଯୋଗାଡ଼ କରିବାକୁ ମୁଁ ଚେଷ୍ଟା କରିବି। ଗୋଟିଏ ଦୂର ଗାଁରେ ହାରୁ ପସନ୍ଦର କନ୍ୟାର ସନ୍ଧାନ ମିଳିଲା ଓ ସେହି କନ୍ୟା ସହ ବିବାହ ହେବାରୁ ହାରୁ ଭାରି ଖୁସି ହେଲା। କିନ୍ତୁ ହାରୁର ସେ ଖୁସି ବେଶୀ ଦିନ ରହିଲା ନାହିଁ। ଦେଖରେ ବଢ଼ିଆ ଯୋଡ଼ି, ଚେପ୍ଟା ନାକାକୁ ଚେପ୍ଟି ନାକି କହି ଗାଁ ପିଲାମାନେ ହାରୁ ଓ ତା ସ୍ତ୍ରୀକୁ ଚିଡ଼େଇବାକୁ ଲାଗିଲେ। ପିଲାମାନେ ତାକୁ ହଇରାଣ ନ କରିବାକୁ ସେ ସେମାନଙ୍କୁ ବୁଝାଇଲା। ସେମାନଙ୍କ ବାପା ମାଆଙ୍କୁ କହିଲା ଓ ଗ୍ରାମ ପ୍ରଧାନ ପାଖରେ ନାଲିସ କଲା। ବେଳେବେଳେ ରାଗିଯାଇ ସେମାନଙ୍କୁ ଢେଲା ମାରିଲା। ତଥାପି ଏଥିରେ କିଛି ଫଳ ହେଲା ନାହିଁ। ଦିନେ ହାରୁ ଭାବିଲା, ଦେଖୁଛି ମୋତେ କେହି ସାହାଯ୍ୟ କରିବେ ନାହିଁ, ମୁଁ କ'ଣ କରିବି? ସେ ମନେ ମନେ ବିଚାରିଲା, ଭଗବାନ ତ ଆମକୁ ସୃଷ୍ଟି କରିଛନ୍ତି, ତାଙ୍କୁ ପ୍ରାର୍ଥନା କଲେ ସେ ନିଶ୍ଚୟ ବିପଦରୁ ଉଦ୍ଧାର କରିବେ। ତାଙ୍କୁ ପ୍ରାର୍ଥନା କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ। ହାରୁ ତା ସ୍ତ୍ରୀକୁ ଡାକି କହିଲା, ମୁଁ ଫେରି ନ ଆସିବା ଯାଏଁ ତୁମେ ଘରେ ଥିବ। ଏହା କହି ସେ ଅରଣ୍ୟକୁ ଗଲା। ଘନ ଅରଣ୍ୟରେ ସେ ଗୋଟିଏ ବଡ଼ ପଥର ଦେଖିଲା। ସେହି ପଥର ଉପରେ ସାରା ଦିନ ବସି ସେ ଏକାଗ୍ର ମନରେ ଭଗବାନଙ୍କୁ ପ୍ରାର୍ଥନା କଲା। ତାର ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ଜଣେ ଦେବତା ତା ସମ୍ମୁଖରେ ଆବିର୍ଭାବ ହେଲେ। ସମ୍ମୁଖରେ ଦେବତାଙ୍କୁ ଦେଖି ହାରୁ ଅତି ଆନନ୍ଦିତ ହେଲା। ଭକ୍ତି ସହକାରେ ଦେବତାଙ୍କୁ ପ୍ରଣାମ କରି ଯୋଡ଼ ହସ୍ତରେ ହାରୁ କହିଲା, ପ୍ରଭୁ, ଆପଣ କୃପା କରି ମୋର ପ୍ରାର୍ଥନା ପୂରଣ କରନ୍ତୁ। ଦୟାଳୁ ଦେବତା ହାରୁକୁ 3ଟି ପଶାକାଠି ଦେଇ କହିଲେ, ତୁମେ ଏହି ପଶାକାଠି ନିଅ। କୌଣସି ବର ପ୍ରାର୍ଥନା କରି ଗୋଟିଏ ପଶାକାଠି ଭୂମିରେ ପକାଇଲେ ତୁମେ ସେହି ବର ଲାଭ କରିବ। ଏକାଥରରେ 3ଟି ବର। ଅତି ଖୁସି ମନରେ ହାରୁ ଘରେ ପହଞ୍ଚି କବାଟରେ ଧକ୍କା ମାରି ପାଟି କରି ତାର ସ୍ତ୍ରୀକୁ କହିଲା, ଶୀଘ୍ର କବାଟ ଖୋଲ। ସ୍ତ୍ରୀ କବାଟ ଖୋଲିବାରୁ ହାରୁ ଯାଇ ଖଟ ଉପରେ ରାଜା ଭଳି ବସି ପଡ଼ିଲା। ସ୍ୱାମୀର ବ୍ୟବହାରରେ ସ୍ତ୍ରୀ ଆଶ୍ଚର୍ଯ୍ୟ ହୋଇ ତାକୁ ଚାହିଁ ରହିଥାଏ। ହାରୁ ପାଣି ଗ୍ଲାସ ଆଣିବାକୁ ସ୍ତ୍ରୀକୁ ଆଦେଶ ଦେଲା। ତଥାପି ସ୍ତ୍ରୀ ବଲ ବଲ ହୋଇ ଚାହିଁ ରହିଛି।
ଦେଖି ହାରୁ ଚିତ୍କାର କରି କହିଲା, ଯାଅ ଶୀଘ୍ର ପାଣି ଆଣ। ଏଥର ହାରୁର ସ୍ତ୍ରୀ କପାଳରେ ବାମ ହାତ ବାଡ଼େଇ କାନ୍ଦି କାନ୍ଦି କହିଲା, ତୁମର କ'ଣ ହେଲା ଲୋ ମା? ତୁମକୁ କିଏ ପାଗଳ କରିଦେଇଛି ଲୋ ମା? କାନ୍ଦ ବନ୍ଦ କରି ଚୁପ୍ ହୁଅ, ହାରୁ ଧମକ ଦେଇ କହିଲା। ତାପରେ ହଠାତ୍ ତାର ସ୍ତ୍ରୀ କାନ ପାଖରେ ଚୁପ୍ କରି କହିଲା, ଦେଖ ଆମ ଭାଗ୍ୟ ଖୋଲିଗଲା। ସେ ସବୁ କଥା ସ୍ତ୍ରୀକୁ କହିଲା। ଏ କଥା ଶୁଣି ହାରୁର ସ୍ତ୍ରୀ ଆନନ୍ଦରେ ନାଚି ନାଚି ଘର ଭିତରେ ବୁଲିଲା। ତାପରେ ହାରୁ ପାଖରେ ବସି କଅଁଳ ସ୍ୱରରେ କହିଲା, ଦେଖ ତୁମେ କିନ୍ତୁ ପ୍ରଥମେ ବହୁତ ଧନ ସମ୍ପତ୍ତି ଚାହିଁବ। କିନ୍ତୁ ହାରୁ କହିଲା, ଦେଖ ଆମେ ଦୁଇ ଜଣଙ୍କ ନାକ ଚେପ୍ଟା, ତାହା ଦେଖି ଲୋକେ ଆମକୁ ଥଟ୍ଟା କରୁଛନ୍ତି। ତେଣୁ ପ୍ରଥମ ଥର ପଶା କାଠି ପକାଇ ନାକ ପ୍ରାର୍ଥନା କରାଯାଉ। ସ୍ତ୍ରୀର ମତ କିନ୍ତୁ ତାହା ନୁହେଁ। ସ୍ତ୍ରୀ ଚାହେଁ ଧନ ଆଉ ହାରୁ ଚାହେଁ ନାକ। ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା। ହାରୁର ହାତ ଧରି ତାର ସ୍ତ୍ରୀ ପଶା କାଠି ପକାଇବାକୁ ଦେଲା ନାହିଁ। ଏଥିରେ ହାରୁ ରାଗିଯାଇ ସ୍ତ୍ରୀ ହାତରୁ ନିଜ ହାତ ଛଡ଼ାଇ ନେଲା ଓ ପଶା କାଠି ଗଡ଼େଇ ଦେଇ କହିଲା, ଆମର କେବଳ ସୁନ୍ଦର ନାକ ହେଉ, ଆଉ କିଛି ନୁହେଁ, ଖାଲି ନାକ। ଆଶ୍ଚର୍ଯ୍ୟର କଥା, ଯେମିତି ପଶା କାଠି ପଡ଼ିଯାଇଛି ସେମିତି ସଙ୍ଗେ ସଙ୍ଗେ ସେମାନଙ୍କର ସାରା ଦେହରେ ନାକ ଭର୍ତ୍ତି ହୋଇଗଲା। ସ୍ତ୍ରୀ ଆଡ଼କୁ ଚାହିଁ ହାରୁ ଚିତ୍କାର କରି କହିଲା, ହେ ଭଗବାନ, ତୁମେ କେଡ଼େ ଅସୁନ୍ଦର ଦେଖାଯାଉଛ, ତୁମେ ମଧ୍ୟ ବଡ଼ କଦାକାର ଦେଖାଯାଉଛ। ସ୍ତ୍ରୀ ହାରୁକୁ କହିଲା। ଭୟ ଓ ବିସ୍ମୟରେ ପରସ୍ପରକୁ ଚାହିଁ ରହିଲେ। ସେମାନେ ସୁନ୍ଦର ସୁନ୍ଦର ନାକ ପାଇଲେ, କିନ୍ତୁ ନାକକୁ ନେଇ ଏପରି ବିପଦ ହେଲା ଯେ ନାକ ସବୁକୁ ଦୂର କରିବାକୁ ଉଭୟ ପଶା କାଠି ପକାଇବାକୁ ରାଜି ହୋଇଗଲେ। ତାପରେ ଦ୍ୱିତୀୟ ଥର ପଶା କାଠି ପକାଇ ହାରୁ ଯେତେବେଳେ କହିଲା, ଆମର ନାକ ସବୁ ଚାଲିଯାଉ, ସଙ୍ଗେ ସଙ୍ଗେ ସବୁ ନାକ ଚାଲିଗଲା। ତା ସହିତ ସେମାନଙ୍କ ନିଜ ନାକ ବି ଚାଲିଗଲା। ବିସ୍ମୟରେ ପୁଣି ସ୍ୱାମୀ ସ୍ତ୍ରୀ ପରସ୍ପର ନାକବିହୀନ କୁତ୍ସିତ ମୁହଁ ଆଡ଼କୁ ଚାହିଁ ରହିଲେ। ହାରୁ କାନ୍ଦ କାନ୍ଦ ହୋଇ ତା ସ୍ତ୍ରୀକୁ କହିଲା, ହାୟ ମୁଁ କ'ଣ କଲି? ତୁମ କଥା ନ ଶୁଣି ବଡ଼ ଭୁଲ କଲି। ବର୍ତ୍ତମାନ ତ ଆମେ ଦୁଇଟି ସୁନ୍ଦର ନାକ ପାଇଁ ତୃତୀୟ ବର ପ୍ରାର୍ଥନା କରିବା ନା କ'ଣ? ନାକବିହୀନ ମୁହଁକୁ ପାପୁଲିରେ ଘୋଡ଼ାଇ ରଖି ସ୍ତ୍ରୀ କହିଲା, ଦେଖ ଯଦି ଏଥର ପଶା କାଠି ପକାଇ ଭଲ ନାକ ପାଇବା, ଲୋକେ ଅବଶ୍ୟ ଆମ ଚେପ୍ଟା ନାକ ବଦଳରେ ଭଲ ନାକ ହେବାର କାରଣ ପଚାରିବେ। ସେମାନଙ୍କୁ ସବୁ କଥା କହିବାକୁ ହେବ। ସେତେବେଳେ ସେମାନେ ଆମକୁ ମୂଢ଼ କହି ଆହୁରି ଥଟ୍ଟା କରିବେ। କହିବେ ଯେ ଏମାନେ ଏଭଳି ତିନୋଟି ବର ପାଇ ମଧ୍ୟ ନିଜ ଅବସ୍ଥାରେ ଉନ୍ନତି କରିପାରିଲେ ନାହିଁ। ବରଂ ତୃତୀୟ ବରରେ ଆମେ ଆମର ସେହି ପୂର୍ବ ଚେପ୍ଟା ନାକ ପାଇଁ ପ୍ରାର୍ଥନା କରିବା। ଏଥର ତୁମେ ଭାରି ସାବଧାନ ହୋଇ ବର ମାଗ, ଯେପରି ଭୁଲ ନ ହୁଏ। ନିଜର ଭୁଲ ବୁଝିପାରି ହାରୁ ଦୁଃଖ ଭରି କହିଲା, ହାୟ ସୁବର୍ଣ୍ଣ ସୁଯୋଗ ହରାଇଲି, କି ମୂର୍ଖାମି କଲି। କିନ୍ତୁ ବର୍ତ୍ତମାନ ଦୁଃଖ କରି ଲାଭ କ'ଣ? ଶେଷରେ ହାରୁ ତୃତୀୟ ଥର ପଶା କାଠି ପକାଇ ପ୍ରାର୍ଥନା କଲା, ଠାକୁର କୃପା କରି ଆମର ଚେପ୍ଟା ନାକ ଦୁଇଟି ଏଥର ଫେରାଇ ଦିଅନ୍ତୁ। ହାରୁର ପ୍ରାର୍ଥନା ପୂର୍ଣ୍ଣ ହେଲା। ସେମାନେ ଚେପ୍ଟା ନାକ ଫେରି ପାଇଲେ। ଏହିପରି ତିନୋଟି ବର ବ୍ୟର୍ଥ ହୋଇଗଲା। ତେଣୁ ଏହି କାହାଣୀରୁ ଆମେ ଏହି କଥା ଶିଖିବା, ଜୀବନରେ ଆସୁଥିବା ସୁଯୋଗର ସଦ୍ ଉପଯୋଗ ନ କରିପାରିଲେ କିଭଳି ବିଫଳତା ଆସେ, ତାହା ଏହି କାହାଣୀର ହେଉଛି ସାରମର୍ମ।